ମୁଁ ତ୍ରିଲୋଚନପୁର ପଞ୍ଚାୟତର ପ୍ରେସିଡେଣ୍ଟ ନମିତା ଦାସ। ଉଲ୍ଲାସ ଆମ ପଞ୍ଚାୟତରେ ମୁଁ ଯେତେବେଳେ ବୁଢୀକି ଉଲ୍ଲାସ ସାମନ୍ତରାୟଙ୍କୁ ଖାତା ପତ୍ର ବିଷୟରେ ପଚାରିଲି, ହିସାବ ମାଗିଲି, ସେ ମତେ ବାହାର କରିକି ମୋ ଜାଗାରେ ଜଣେ ଭିଆରପି ଅଛି ତ୍ରିଲୋଚନପୁର ପଞ୍ଚାୟତର କଳ୍ପନା ପ୍ରଧାନ, ତାକୁ ଆଣିକି ନୂତନ ସଭାନେତ୍ରୀ ଭାବେ ଆଜି ଦସ୍ତଖତ କରିକି ଛାଡିଛି ଆଜି। ତେଣୁ ସମସ୍ତିଙ୍କି ଅପବ୍ୟବହାର କରୁଛନ୍ତି। ଉଲ୍ଲାସ ସାମନ୍ତରାୟ ସମସ୍ତିଙ୍କି ଅପବ୍ୟବହାର କରୁଛନ୍ତି ହେଲା, ଯାହାକୁ ଆମେ ତିନି ଥର ବିଡିଓଙ୍କୁ ଦେଇଛୁ, ସିଡିପିଓଙ୍କୁ ଦେଇଛୁ, କଲେକ୍ଟରଙ୍କୁ ଦେଇଛୁ, ତାପରେ ପିଡିଙ୍କୁ ଦେଇଛୁ, ବିପିଏମ ବିପିସି ଏମାନଙ୍କୁ ସମସ୍ତିଙ୍କି ଦେଇଛୁ। ଆଜି ବି ଆମର ସେଠି ମିଟିଂ ବସିଥିଲା। ମିଟିଂ ବସିଲା ପରେ ବିଡିଓ ଆଉ ଆଇଆଇସି ସାର୍ ବି ଥିଲେ। ଆଇଆଇସି ସାର୍ ବି ତାଙ୍କୁ ପଚାରିଲେ ଯେ ଖାତାପତ୍ର ବିଷୟରେ ମାଗିଲା ପରେ କହିଲେ ମୁଁ ତାକୁ କୋଉଠି ରଖିଛି ମୁଁ ପାଉନି। ତେଣୁ ସେ କୌଣସି ହିସାବ ପତ୍ର ଦଉନି। ଆମେ ଏତିକି ଚାହୁଁଛୁ ବ୍ଲକ ମହାସଂଘକୁ ଆସୁଥିବା ପଇସା ଆକାଉଣ୍ଟ ସିଜ୍ କରାଯାଉ। ଏ କଥା ଫାଇନାଲ ନ ହେଲା ପର୍ଯ୍ୟନ୍ତ ମୁଁ ତ ଏବେ ନୂଆ 2 ବର୍ଷ ହେଲାଣି ଅଛି, କିନ୍ତୁ ଉଲ୍ଲାସ ସାମନ୍ତରାୟ 18 ବର୍ଷ ହେଲାଣି ରହିଛନ୍ତି। ନା, ମୁଁ ସବୁବେଳେ ମୁଁ ଯେତେବେଳେ ବି ହିସାବ ପତ୍ର ମାଗେ ମତେ ସେ ବିରୋଧ କରନ୍ତି। ମତେ ସବୁବେଳେ ଧମକ ଦିଅନ୍ତି, ତୁ ତୋ ପଞ୍ଚାୟତରୁ ନିଶ୍ଚିତ ଯେମିତି ହେଲେ ବାହାରିବୁ, ମୁଁ ତତେ ବାହାର କରିକିରି କଳ୍ପନା ପ୍ରଧାନକୁ ରଖିବି। ନମସ୍କାର, ମୁଁ କଣାସ ବ୍ଲକର ଦିବ୍ୟସିଂହପୁର ପଞ୍ଚାୟତର ମହାସଂଘର ପ୍ରେସିଡେଣ୍ଟ ସବିତା ସ୍ୱାଇଁ କହୁଛି। ଆପଣ ଆଜି ଯୋଉ ବସିଛନ୍ତି ବିଡିଓଙ୍କ ଅଫିସ ଆଗରେ, କଣ ଆଜି ଆପଣଙ୍କର ଅଭିଯୋଗ କଣ ଅଛି ଯେ ଆପଣ ଅଫିସ ଆଗରେ ବସିଛନ୍ତି? ସାର୍, ଆମର ଅଭିଯୋଗ ଯେ ଆମେ ଆଗରୁ 3 ମାସ ଧରି 18 ତାରିଖରେ ମିଟିଂ ହୁଏ ମହାସଂଘର, କଣାସ ମହାସଂଘର 3 ମାସ ମିଟିଂ ହଉନାହିଁ। 3ଟା 18 ଗଲାଣି, 10, 11, 12 ଆମେ 3 ଥର ବାରମ୍ବାର ବିଡିଓ ସାର୍ ଏବଂ ସିଡିପିଓ ଏବଂ ଜିଲ୍ଲାପାଳ ପିଡି ସମସ୍ତଙ୍କୁ, ବିପିସି ବିପିଏମ ସମସ୍ତଙ୍କୁ ଦେଇ ସାରିଲା ପରେ ବି ଆପ୍ଲିକେସନ ଆଜ୍ଞା ଆମ କଥା କେହି ଏପର୍ଯ୍ୟନ୍ତ ଶୁଣାଣି କରୁନାହାନ୍ତି। ତେଣୁକରି ଯେହେତୁ ବିଡିଓ ସାର୍ ଆମକୁ ବସିକି କହିଥିଲେ ଯେ 18 ତାରିଖକୁ ରୁହନ୍ତୁ, ଆଉ ତମର 18/12/2024 ଆମେ ବସିଲେ କିଛି ଫାଇନାଲ କରିବୁ। ତେଣୁକରି ଆମେ ଆଜି ଥିଲୁ ବସିବା ପାଇଁ। ଆଜି ବି ଡିଷ୍ଟ୍ରିକ୍ଟରୁ ସାର୍ ଆସିଥିଲେ, ବିପିଏମ ବିପିସି ଏବଂ ବିଡିଓ ସିଡିପିଓ ଆଇଆଇସି ସମସ୍ତେ ଆମର ଥାନା ଅଧିକାରୀ ବସିଥିଲେ। କିନ୍ତୁ ସେଠି ଆମର ଉଲ୍ଲାସ ସାମନ୍ତରାୟ ମହାସଂଘର ସମ୍ପାଦିକା, ଶାନ୍ତିଲତା ସାହୁ ମହାସଂଘର ପ୍ରେସିଡେଣ୍ଟ କହିଲେ ଯେ ଆମ ପାଖରେ ନଉତି ନାହିଁ କି ଖାତା ନାହିଁ କି ଅଖା ନାହିଁ କି କିଛି ନାହିଁ। କିନ୍ତୁ ଖାତା ନାହିଁ, ମହାସଂଘ ଚାଲୁଛି କେମିତି? ତା ବାଦେ ଆମେ ତାଙ୍କ ନାଁରେ ଅଭିଯୋଗ କଲେ ସିଏ ଆମ ନାଁରେ ଡାଇରେକ୍ଟ ଅଭିଯୋଗ କରୁଛନ୍ତି। ସେଟା ଆମର ଚାଲିଲାଣି ହେଲାଣି 18 ବର୍ଷ ହେଲାଣି। ସେମାନେ 18 ବର୍ଷ ଧରିକି ରହି ଆସିଲେଣି। ଆମେ ଚାହୁଁଛୁ ଯେ ନୂଆ ପ୍ରେସିଡେଣ୍ଟ ସେକ୍ରେଟାରୀ ଚୟନ କରିବାକୁ। କାହାକୁ କହିଲେ ଆପଣଙ୍କର ଏ ସମାଧାନ ହେଇପାରିବ? ସାର୍, ଆମେ 28ଟା ପଞ୍ଚାୟତ ହିଁ ଆଜି ବସିଛୁ ବିଡିଓଙ୍କ ଅଫିସରେ। 28ଟା ପଞ୍ଚାୟତ ହିଁ ଫାଇନାଲ କରିବେ। କିନ୍ତୁ ସେମାନେ କହୁଛନ୍ତି ଆମର ଖାତା ଖତିଆନ କିଛି ନାହିଁ। ଖାତା ଯଦି ତାଙ୍କ ପାଖରେ କିଛି ନାହିଁ, ତାହେଲେ ସେ ମହାସଂଘ ଚଲାଉଛନ୍ତି କେମିତି? ସରକାରୀ ଅଫିସର ମାନେ ଦେଖୁଛନ୍ତି ଖାତା ପତ୍ର, କିନ୍ତୁ ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା କିଛି ବି ନାହିଁ। ଆଜିର ମିଟିଂରେ ସାର୍ ମାନେ ବସିଥିଲେ, ତାଙ୍କ ପାଖରେ କିଛି ନାହିଁ। ତାହେଲେ ମହାସଂଘ ସେ ଚଲାଉଛନ୍ତି କେମିତି? ବିଡିଓ ସାର୍ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଆମେ ତାଙ୍କ ଖାତା ସିଜ୍ କରିବୁ। ମହାସଂଘର ଯୋଉ 4 ଗୋଟି ପାସବୁକ୍ ଅଛି ଖାତା ସିଜ୍ କରିବୁ, ଏବଂ ସିଏ କହୁଛନ୍ତି ଯେ ଆମ ପାଖେ ଟୋଟାଲି ଖାତା ପତ୍ର କିଛି ନାହିଁ। ଆଜ୍ଞା, ବହୁତ ଦୁର୍ନୀତି, ଲକ୍ଷ ଲକ୍ଷ ଟଙ୍କା ଆସୁଛି। ସେ କାହାକୁ ଦଉଛନ୍ତି, କଣ କରୁଛନ୍ତି, ଟୋଟାଲି 28ଟା ପଞ୍ଚାୟତର ପ୍ରେସିଡେଣ୍ଟ ସେକ୍ରେଟାରୀ କେହି ଜାଣିନାହାନ୍ତି। ମନ ଇଚ୍ଛା ଇସିଙ୍କୁ ବାହାର କରିଦେବେ, ମନ ଇଚ୍ଛା ପଞ୍ଚାୟତରୁ ବାହାର କରିଦେବେ। କିନ୍ତୁ ବିଡିଓ ସାର୍ଙ୍କୁ ଆପଣ ବାରମ୍ବାର ଅଭିଯୋଗ କରୁଛନ୍ତି, କେହି ବି ଶୁଣାଣି କରୁନାହାନ୍ତି। ତାହେଲେ ସରକାରଙ୍କୁ ଆପଣ କଣ କହିବେ? ସରକାରଙ୍କୁ ଏତିକି ଅନୁରୋଧ, ସେମାନଙ୍କୁ ହଟେଇକି ଆମର ନୂଆ ପ୍ରେସିଡେଣ୍ଟ ସେକ୍ରେଟାରୀ ଚୟନ କରନ୍ତୁ। ଆମର ଏତିକି ଅନୁରୋଧ। ଆମେ 28ଟା ପଞ୍ଚାୟତ ଚାହୁଁଛୁ ନୂଆ ପ୍ରେସିଡେଣ୍ଟ ସେକ୍ରେଟାରୀ ମହାସଂଘର କଣାସ ବ୍ଲକର ହୁଅନ୍ତୁ। ମିଟିଂ କରିବା ପାଇଁ ଆଜି ନିଜେ ମେସେଜ କରିଛନ୍ତି। ବିପିସି ମ୍ୟାଡାମ ବି ମେସେଜ କରିଛନ୍ତି, ସିଡିପି ମ୍ୟାଡାମ ବି ମେସେଜ କରିଛନ୍ତି। ସିଡିପି ମ୍ୟାଡାମ ମେସେଜରେ ଲେଖିଛନ୍ତି ଯେ ବିଡିଓ ଯିବେ, ଆମ ଥାନା ଆଇଆଇସି ମଧ୍ୟ ଯିବେ, ଆଉ ମ୍ୟାଡାମ ମାନେ ସମସ୍ତେ ରହିବେ ବୋଲି ସେ କଥା ବି ସେ ଲେଖିଛନ୍ତି। ଆଉ ଖାତା ପତ୍ର ଆଣିବା ପାଇଁକା ମଧ୍ୟ ମେସେଜ କରିଛନ୍ତି ଯେ କାଲିର କାଗଜ ପତ୍ର ନଥିପତ୍ର ଯାହା ଅଛି ସବୁ ନେଇକି ଆସିବେ ବୋଲିକା। ଯଦି ଉଲ୍ଲାସ ସାମନ୍ତରାୟ ନିଜେ ଲେଖିଛନ୍ତି ଯେ ମେସେଜ କରିଛନ୍ତି ଯେ 18 ତାରିଖ ମିଟିଂ ପାଇଁକା, ସେ କେମିତି ଖାତା ପତ୍ର ବିନା ଖାତା ପତ୍ର ଏଠିକି ଆସିବେ?
ତାପରେ ଆମର ଅଧିକାରିଣୀ ଯେ ଶିଶୁ ବିକାଶ ଅଧିକାରିଣୀ ସେ ନିଜେ ବି ଚିଠି କରିଛନ୍ତି, ଚିଠି କରିକି ଛାଡିଛନ୍ତି ଯେ ତମେ ଖାତାପତ୍ର ନେଇକି ଆସିବ। ତାହେଲେ କୌଣସି ଅଫିସର ବି ମାନୁନାହାନ୍ତି। ନିଜେ ଆଇଏଏସ୍ ତାର ଉପସ୍ଥିତ ବି ଥିଲେ, ବିଡିଓ ସାର୍ ଥିଲେ, ବିପିସି ମ୍ୟାଡାମ ଥିଲେ, ବିପିଏମ୍ ମ୍ୟାଡାମ ଥିଲେ, ଆମର ସିଡିଓ ମ୍ୟାଡାମ ଥିଲେ। ଆଗେ ଶୁଣନ୍ତୁ, ମୁଁ ବି ଏମାନଙ୍କ ସାଙ୍ଗରେ ବସିଛି, ମତେ ମା ମାନେ ଡାକିଲେ ଯେ ମହିଳା ମାନେ ବହୁତ ବସିଛି, ତମେ ଆସ। ମୁଁ କଣାସ ବ୍ଲକ ବିଏନପିରେ କିଛି ମେମ୍ବର ନାହିଁ, କିନ୍ତୁ କଣାସ ପଞ୍ଚାୟତ ଆମର ଯୋଉ ମଞ୍ଚ କରାଯାଇଛି ଆଞ୍ଚଳିକ ମଞ୍ଚର ମୁଁ ପ୍ରେସିଡେଣ୍ଟ ଅଛି। କିନ୍ତୁ କଣାସ ପଞ୍ଚାୟତର ଗୋଟେ କଥା ଶୁଣନ୍ତୁ, କଣାସ ପଞ୍ଚାୟତରେ ଏପର୍ଯ୍ୟନ୍ତ ଓଏଲା ମଞ୍ଚ ନାହିଁ କି ମିଶନ ଶକ୍ତି ମଞ୍ଚ ନାହିଁ କି କିଛି ନାହିଁ। କଣାସ ପଞ୍ଚାୟତରୁ କେମିତି କଣାସ ବ୍ଲକରେ ଗୋଟେ ପ୍ରେସିଡେଣ୍ଟ ଆସିକି ଅଛି, ଶୁଖିଲା ଲୋକଟା କଣାସ ବ୍ଲକର ପ୍ରେସିଡେଣ୍ଟ, ବିଏନପିର ପ୍ରେସିଡେଣ୍ଟ। ସେ କଥା ବି ବିଚାର କରାଯାଉଛି। ଆମେ ବି କଣାସ ପଞ୍ଚାୟତକୁ ବାରମ୍ବାର ବି ଦଉଛୁ ଆପ୍ଲିକେସନ, ସେ କଥା ବି ଶୁଣା ହଉଛି। ଯଦି ଶୁଣା ନ ହଉଛି, ମା ମାନେ ଆଜି ବସୁଛନ୍ତି, ମତେ ଡାକିଛନ୍ତି, ମୁଁ ବି ତାଙ୍କ ସାଙ୍ଗରେ ସାମିଲ, ମୁଁ ବି ଆଜି ବସିଛି। ଅଭିଯୋଗ ନେଇକି ଆସିଥିଲେ ମହିଳା ବିଶେଷଜ୍ଞ, କଣ ଏହାର ଅଭିଯୋଗ କଣ ଥିଲା, ଦାବି କଣ କରିଥିଲେ ସେ ବିଷୟରେ? ଆମର ବ୍ଲକ ଲେଭେଲ ଫେଡେରେସନ ପ୍ରେସିଡେଣ୍ଟ ସେକ୍ରେଟାରୀ ଯୋଉ କୁ ନେଇକିନା ଆଜି ଆମେ ଗୋଟେ ମିଟିଂ କଣ୍ଡକ୍ଟ କରିଥିଲୁ। ସେଥିରେ ଆଇଆଇସି ଇନଚାର୍ଜ କଣାସ, ତହସିଲଦାର କଣାସ, ବିଡିଓ ଏବଂ ସିଡିପିଓ ମ୍ୟାଡାମ, ବିପିସି, ବିପିଏମ୍ ସେ ମିଟିଂ କରାଯାଇଥିଲା। ସେଥିରେ ତାଙ୍କର ଅଭିଯୋଗ ଥିଲା ଯେ ପିଏଲଏଫ ର କିଛି ମେମ୍ବରକୁ ସେମାନେ ମାନେ ପ୍ରପର ୱେରେ କାଢି ନାହାନ୍ତି, ମାନେ ଫଲୋ ନ କରିକିନା ବାହାର କରିଦେଇଛନ୍ତି, ଯୋଉଥିପାଇଁ କି ଆଜି ଆମେ ମିଟିଂ ଡାକିଥିଲୁ। ସେ ବାବଦରେ ଆମର ଯୋଉ ଅଛନ୍ତି ବିଏଲଏଫ ର ସେକ୍ରେଟାରୀ ମ୍ୟାଡାମ, ସରି ପ୍ରେସିଡେଣ୍ଟ ମ୍ୟାଡାମ ଯିଏ ଅଛନ୍ତି, ସେ ରେକର୍ଡ ପ୍ରଡ୍ୟୁସ କରିପାରିଲେ ନାହିଁ। ସେଥିପାଇଁକା ତାଙ୍କୁ 15 ଦିନ ସମୟ ଦିଆଗଲା ରେକର୍ଡ ପ୍ରଡ୍ୟୁସ କରିବା ପାଇଁକା। ଏବଂ ତାରି ଭିତରେ ଆମେ ଗୋଟେ ପ୍ରୋସିଡିଂ ବି ଲେଖା ହଉଛି ଯେ ସେଥିରେ ଆମର ଯୋଉ ଜିଲ୍ଲା ଟିମ୍ ସେଥିରେ ଇଣ୍ଟରଫିୟର କରିକିନା ଯାହାବି ସେଥିରେ ସ୍କ୍ରୁଟିନାଇଜ କରିବେ ଜେନ୍ୟୁଇନେସ୍, ଯଦି ସେଥିରେ ଫଲ୍ସ ବାହାରିବ ତାହେଲେ ଯାହା ନିୟମ ଅନୁଯାୟୀ ଷ୍ଟେପ ନେବା କଥା ନିଶ୍ଚିନ୍ତ ଭାବରେ ନେବେ। ନିଶ୍ଚିନ୍ତ ହେଇଯିବ, ଯେହେତୁ ଅଥରିଟି ମାନେ ବସିଥିଲେ, ବ୍ଲକ ଲେଭେଲ ଅଫିସିଆଲ୍ସ ବସିଥିଲେ ଏବଂ ମା ମାନେ ବି କୋଅପରେଟ କରିଛନ୍ତି। ତେଣୁ ମୋର ବିଶ୍ୱାସ ନିଶ୍ଚିନ୍ତ ସଲ୍ୟୁସନ ବାହାରିବ। ଆମେ ତ ହୋପ କରିବା ନିଶ୍ଚିନ୍ତ ହେଇଯିବ, ତେଣୁ ସମୟ ଅନୁଯାୟୀ ଦେଖିବା କଣ। 18 ବର୍ଷ ହେଲାଣି ସେ ଡକ୍ୟୁମେଣ୍ଟ ଦଉନାହାନ୍ତି ଆଉ ଅବହେଳିତ କରୁଛନ୍ତି ବୋଲି ଅଭିଯୋଗ ଅଛି। ଆଉ ଆପଣ ଭାବୁଛନ୍ତି ଯେ ଶୀଘ୍ର ଏଇଟା ଦେଖନ୍ତୁ, ଆଜିକା ଯୁଗରେ ଆଉ 18 ବର୍ଷ ଧରିଲେ ଚଳିବନି, କାହିଁକି ନା ମୋର ପ୍ରଥମେ ଆଜି ମୋ ବିଏଲସି ମିଟିଂ ରେ ଆମେ ଯେହେତୁ ଏଇ ଇସ୍ୟୁଟା ହେଲା, ଆଜି ଆମେ ବସିଥିଲୁ ତହସିଲଦାର, ମୁଁ, ସିଡିପିଓ ମ୍ୟାଡାମ ଆଉ ଆଇଆଇସି ଇନଚାର୍ଜ ସାର୍। ତେଣୁ ନିଶ୍ଚିନ୍ତ ଭାବରେ ତାର ରେଜଲ୍ଟ ବାହାରିବ ବୋଲି ମୋର ବିଶ୍ୱାସ ଅଛି।